ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କୁ ଶୁଭକାମନା। ଆଜି ଆମେ ଆହୁରି ଗୋଟିଏ ମନି ରିମେଡିକୁ ଯାଉଛନ୍ତି, ଯାହା ଲାଲ କିତାବର ମନି ରିମେଡି। ଆଜିର ମନି ରିମେଡି ହଉଛି ଆମେ କୌଣସି ଏକ ବୁଧବାର କୌଣସି ଏକ ବୁଧବାର 400 ଗ୍ରାମ ଧନିଆ ଆମେ ଜଳ ପ୍ରବାହ କରିବାକୁ ହବ। ଯଦି ଆମେ ରିମେଡି କରିବା ପାଇଁ ଚାହୁଁଛନ୍ତି ଅନ୍ତତଃ ତାହା 400 ଗ୍ରାମରୁ କମ ହବ ନାହିଁ। 400 ଗ୍ରାମରୁ ଉର୍ଦ୍ଧ୍ୱ ହେଲେ ବରଂ ଚଳିବ। 400 ଗ୍ରାମର ଧନିଆ, ଏବେ ବର୍ଷା ଦିନ ଆସିଗଲା, ସବୁଗୁଡେ ନଦୀରେ ପାଣି ପ୍ରବାହିତ, ଜଳ ପ୍ରବାହିତ ରହିବ। ତେଣୁ 400 ଗ୍ରାମ ଧନିଆ ନେଇକି ଯାଆନ୍ତୁ। ଚପଲ ଫପଲ କିଛି ରଖିନଥିବେ। ଆପଣ ଯେତେବେଳେ ବି ଯାହା ଦାନ କରୁଛନ୍ତି ଏମିତି ଦି ହାତରେ ତାକୁ ନେଇକି ପାଣି ଯୋଉ ଦିଗକୁ ପ୍ରବାହ ହଉଛନ୍ତି ସେଇ ଦିଗକୁ ପ୍ରବାହ କରିବେ। ବହୁତ ସୁନ୍ଦର ରିମେଡି, ଏକୁ ଆପଣମାନେ କରିପାରିବେ। ଆଉ ବିଶେଷ ଭାବରେ ଯୋଉମାନେ ଫିଲ୍ କରୁଛନ୍ତି କି ଫାଇନାନ୍ସିଆଲ ଷ୍ଟ୍ରଗଲ ବେଶୀ ଚାଲିଛି, ଯଦି କଣ୍ଟିନ୍ୟୁ କିଛି ସପ୍ତାହରେ ବି କରନ୍ତି ବହୁତ ଭଲ। ଇଏ ହେଲା ଗୋଟେ ରିମେଡି। ଆଉ ଗୋଟେ ରିମେଡି ହଉଛି ସେମିତି କୌଣସି ଏକ ବୁଧବାରରେ ଗଣେଶ ଭଗବାନଙ୍କର ଫଟୋ ହଉ ବା ଛୋଟ ପ୍ରତିମା ହଉ ଆମେ ଘରେ ସ୍ଥାପନ କରିପାରିବା। ଯଦି ଏଇଠି ପ୍ରଶ୍ନ ଆସେ କି ଆମେ ଘରେ ଆଗରୁ ରଖିଛନ୍ତି ଗଣେଶଙ୍କ ପ୍ରତିମା ରଖିଛନ୍ତି, ତ ରଖନ୍ତୁ, କିଛି ଅସୁବିଧା ନାହିଁ। ସେଇ ଭଗବାନ ଗଣେଶଙ୍କ ମୂର୍ତ୍ତି ବା ଫଟୋକୁ ଆପଣ ପୁନର୍ବାର କୌଣସି ଏକ ବୁଧବାର ତାକୁ ଟିକେ ଗଙ୍ଗା ଜଳରେ ପୋଛି ଦିଅନ୍ତୁ, ପଞ୍ଚାମୃତ ଟିକେ କରିଦିଅନ୍ତୁ, ଲାଲ ଆସନରେ ପୁଣି ବସେଇ ଦିଅନ୍ତୁ। ଲାଲ ରଙ୍ଗର ଆସନରେ ପୁଣି ବସେଇ ଦିଅନ୍ତୁ। ଆପଣଙ୍କର ଦୈନନ୍ଦିନ ପୂଜା ଯେମିତି ଚାଲିଛି ସେମିତି ଚାଲୁ। ଇଏ ହଉଛି ଦୁଇଟି ରିମେଡି ଆଜି ଆମର ମନିକୁ ନେଇକି ଆମେ ଆଲୋଚନା କଲେ। ପୁଣି ଆସନ୍ତା କାଲି ସକାଳେ ଆମେ ବିଜନେସ ଗ୍ରୋଥକୁ ନେଇକି ଏକ ସୁନ୍ଦର ରିମେଡି ଦେବାର ଅଛି। ଆଉ ବିଶେଷ ଭାବରେ ସକାଳ କ୍ଲାସ ବହୁତ ପାୱାରଫୁଲ, ବହୁତ ଏନର୍ଜେଟିକ ହେଇଛି, ହଉଛି, ଆଉ ଆଗକୁ ହବାକୁ ବି ଯାଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ।